কৌরব সকলে ভাবিଥିଲু চতুর্গ্রহে করিণ বিনাশ ব্যথা কি হব হস্তিনার সম্রাট হবে না। জঙ্গল ভিতরে সিংহ ସବୁବେଳେ রাজা সকালের ধরছ আরে আপরে ମୁଁ ଦେଖିବି ତମ କୌରବ ବଂଶଟା କେତେ ବଳିଆ କେତେ ବଳିଆ ଅଷଣ୍ଡ କୌରବ କୁଳ ଦେଖାଅ ବଢ଼ିମାରେ ଘାତରୁ କଦର ଭାଙ୍ଗିବ ଗାଡ଼ିମାରେ মুখে আসা তোমার আরে করো কুলাঙ্গা শকতিহীন বিটা নকর ছড়ার ছলাই ছলরুরে অগ্নিদার চদুর আই ছলবন্ন বুঝি সব কেতে অছি জানা চকিরে মনে আনন্দর সন্তানে ভাই ও চকিরে মনে আনন্দর সন্তানে আরে পাণ্ডব রাশি সম্রাট হইব হস্তিনারে হর হরে নীলঠা ছাত্রীকু যাবি কইঠা ছাত্রী কুরাবি কইঠা ধর্ম ছাড়িলা তোতে কহে আত্মজনরে ভীমসেন ভাই মোর প্রণাম গ্রহণ করন্তু ভাই যশস্বী হো ভীমসেন তোর কহিবা কথাটা সত্যটা ভীমসেন চতুর্ঘ্য আবদ্ধ রাখি বিনাশ পাই ষড়যন্ত্র করিছিলা ସେହି ଏକ ମାନି ଦୁର୍ଯ୍ୟୋଧନ ଭାଇ ଆମ୍ଭକୁ ବିନାଶିବ ଷଡ଼ଯନ୍ତ୍ର କରିଥିଲା ସେ ସମସ୍ତ କୌରବ ବାହିନୀ ଆଉ ଜ୍ୟେଷ୍ଠ ପିତା ଧୃତରାଷ୍ଟ୍ର ମଧ୍ୟ ନା ରେ ଭୀମସେନ ଏଥିରେ ଜ୍ୟେଷ୍ଠ ପିତାଙ୍କର କିଛି ବି ନଥିଲା ସମ୍ମତି ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦାନ କରି ତାଙ୍କ ପୁତ୍ରମାନଙ୍କର ସେ ଭୁଲ ସ୍ୱୀକାର କରିଥିଲେ କିନ୍ତୁ ତୁମ୍ଭେ ଏ କଥାଟା ବି ଭୁଲି ଯାଉଛ ଭାଇ ଭୀମସେନ ଏ ସମସ୍ତ ହସ୍ତିନା ବାରଣରେ ଆମର ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ଅଛି ନା ରେ ଭୀମସେନ ଏଥିରେ ମଧ୍ୟ ଆମ ପିତା ପଣ୍ଡୁଙ୍କର କିଛି ବି ନଥିଲା ଅଧିକାର କିନ୍ତୁ କାହିଁକି ଭାଇ କିନ୍ତୁ କାହିଁକି ଶୁଣ ରେ ଭୀମ ତୋତେ କହୁଛି ମରମ ରେ ଶୁଣ ଆରେ ଭୀମ জ্যেষ্ঠ ভ্রাত অধিকার রাজ সিংহাসন রে শুণ আরে ভীম দ্রুত রাষ্ট্র জাণ কনিষ্ঠ পণ্ডু প্রমাণ জ্যেষ্ঠ দ্রুত রাষ্ট্র জাণ তেণু নাহি অধিকার রাজ
ସିଂହାସନ ରେ ଶୁଣ ଆରେ ଭୀମ। জ্যেষ্ঠ পিতা অন্ধ লাগি পিতা রাজ দণ্ড ভোগী, জ্যেষ্ঠ পিতা অন্ধ লাগি। নাহান্তি পিতাম্বর নাহি অধিকার রে শুণ আরে ভীম। অনুগ্রহ কলে ইন্দ্রপ্রস্থ দান কলে, স্নেহে অনুগ্রহ কলে। এথিপাই কলি নুহে অটই এ ভ্রম রে শুণ আরে ভীম। চাহিদার ভাই ভীমসেন একরঙ্গ সিংহাসনে নাহি অধিকার, ଏହା ମାତ୍ର ଶାସ୍ତ୍ରର ସମ୍ମତି। କିନ୍ତୁ ସେମାନେ ହନ୍ୟା କରି ଛଡ଼ାଇ ନେଇଛନ୍ତି ଆମ ରାଜ୍ୟ ସିଂହାସନ। ମୁଁ କିନ୍ତୁ ଛାଡ଼ିବି ନାହିଁ ଭାଇ, ବଳାତ୍କାର ଛଡ଼ାଇ ଆଣିବି ଆମ ରାଜ୍ୟ ଅଧିକାର। ଆଉ ଏଥିପାଇଁ ଯଦି ପ୍ରୟୋଜନ ହୁଏ ସୃଷ୍ଟି କରିବି ମହାଭାରତ ସମର। ମହାଭାରତ ସମର। আরে না না রে ভীমসেন, ভাতৃদ্বন্দ্ব সৃষ্টি করা হচ্ছে আম বংশর কলঙ্ক। ভীমসেন এ হচ্ছে আম বংশর কলঙ্ক। ভাই ମୋର ପ୍ରଣାମ ଗ୍ରହଣ କରନ୍ତୁ ଭାଇ। বিজয় ভাব অর্জুন, କାହିଁକି ବାରଣ କରୁଛ ଭାଇ ବୁକଦରେ? ଏଡ ବଡ ଅପରାଧୀ ସେମାନେ, ସେମାନଙ୍କ ପାଇଁ କଣ କିଛି ଶାସ୍ତି ନାହିଁ ଭାଇ? আরে অর্জুন ଭାଇ সেମାନଙ୍କ ପାଇଁ উপযুক্ত শাস্তি ଅଛି রে অর্জুন, সেମାନଙ୍କ ପାଇଁ উপযুক্ত শাস্তি ଅଛି। ଭାଇ কিন্তু সেই শাস্ত্রীর নাম কোন জানিছ অর্জুন? କୁହ ଭାଇ ସେଇ ଶାସ୍ତିର ନାମ କଣ? সেই শাস্ত্রীর নাম ହେଉଛି ক্ষমা রে অর্জুন। କ୍ଷମା? হ্যাঁ রে অর্জুন, ଭାଇ তুমি শত্রু বলি যাহাকু দেখুছ নয়নে, তাহাকু ঘৃণা তিরস্কার ন করি বরং ভাল পাইবা গুণে তাকু আপনার কর। ଭାଇ দেখিবার ভাই ভীমসেন, ভাই দেখিবার ভাই অর্জুন, ଭାଇ সে যেতে বড় বিষধর সর্প হইଥିଲେ ମଧ୍ୟ তাহার তাহার মথা দিনে তଳমুখ হইছিল। অর্জুন তা মথা নিশ্চয় দিনে তଳমুখ হইছিল। ଶୁଣୁଛୁ ଅର୍ଜୁନ, ଶୁଣୁଛୁ? ଭାଇ ସେ ପାପିଷ୍ଟ ଦୁର୍ଯୋଧନଟାକୁ କୁଆଡ଼େ ଭଲ ପାଇବା ଗୁଣରେ ବଶ କରି ହେବ। ଆରେ ଶୁଣ, ସମସ୍ତ ଦ୍ୱାରା କଖଣ ସର୍ପକୁ ବଶ କରିବ ନାହିଁ ଭାଇ, ବରଂ ତାର ଧ୍ୱଂସଳ ଜାଳଟା ଦିନେ ନା ଦିନେ ସହ କରିବାକୁ ପଡ଼ିଥାଏ। ଏ ଅର୍ଜୁନ, ଭାଇ এই জীবনটা কেবল ভোগ বিলাস পাই উদ্দিষ্ট নুহে রে অর্জুন। ভাই সার রাজ্য ধন ঐশ্বর্য মধ্যে নিজকে কেবে অন্ধ করে দিও ନାହିଁ। আউ দিনে তোমাকে পড়িବାକୁ পড়িব সেই মরণ অন্ধকার গর্ভ মধ্যে। ভাই রে ভীমসেন, ଭାଇ ভাই রে অর্জুন, ভাই তবে মানে বসাইছ আজি মতে এই রাজসিংহাসନରେ। ତୁମରି ମାନଙ୍କ ପ୍ରଚେଷ୍ଟାରେ ଆଜି এই ଇନ୍ଦ୍ରପ୍ରସ୍ଥ ବାରୁଣାକୋଟରେ ଗୋଟେ ଭୂସ୍ୱର୍ଗ ରାଜ୍ୟ ପରିଣତ ହୋଇଛି। କିନ୍ତୁ
ଏଥିରେ ମୋହର ବି କିଛି କୃତିତ୍ୱ ନାହିଁ ରେ ଭୀମସେନ। ଏଥିରେ ମୋହର ବି କିଛି କୃତିତ୍ୱ ନାହିଁ। ଭାଇ ଜୀବନ ସାରା ବଡ଼ ଭାଇର ସ୍ୱୀକାର ଦେଇ ଆସ କେବଳ ଭକ୍ତିର ପୁଷ୍ପାଞ୍ଜଳି। ଆଉ ଆଉ ମୁଁ ତୁମକୁ କେବଳ ଦେଇ ଆସି ଜୀବନ ସାରା ଖାଲି ଦୁଃଖ ହିଁ ଦୁଃଖ। ଆଉ ଯଦି ହସ୍ତିନା ସିଂହାସନ ମତେ ବସିବା ପାଇଁ ତମେ ମାନେ ମତେ ଅତ୍ୟଧିକ ବାଧ୍ୟ କର, ତାହେଲେ ଜୀବନ ସାରା ଖାଲି ଦେବି ତୁମକୁ ଦୁଃଖ ହିଁ ଦୁଃଖ। ଭାଇ ଭୀମସେନ, ତୁମେ ଯଦି ଆମକୁ ମରଣ ପଥର ଯାତ୍ରୀ ହେବା ପାଇଁ ନିର୍ଦ୍ଦେଶ ଦିଅ, ଆମେ ସେଇ ପଥେ ହସି ହସି ଅଗ୍ରସର ହେବୁ ଭାଇ, ହସି ହସି ଅଗ୍ରସର ହେବୁ। ଆରେ ଭୀମସେନ, ଭାଇ ମୋହର ପଥଟା ହିଂସାର ପଥ ନୁହେଁ ରେ ଭୀମସେନ। ମୋହର ପଥ ହେଉଛି ଅହିଂସାର ପଥ। ଭାଇ ଆଉ ଯଦି ତମେ ମାନେ ସେ ହିଂସାର ପଥରେ ଅଗ୍ରସର ହୁଅ, ଓହ୍ଲାଇ ଦିଅ ରାଜଗଙ୍ଗା, ରାଜଗୋବିନ୍ଦ କର। ଦରକାର ନାହିଁ ଏ ରାଜନୀତି କଳା ମୁଁ କେବେ ସହ କରିପାରୁନି। ଆଉ ଦରକାର ପଡ଼ିଲେ ସମୁଦ୍ର ପାଇଁ ଛାଡ଼ି ଚାଲିଯିବି ଏ ରାଜସିଂହ। ଦରକାର ନାହିଁ। ଆମକୁ କ୍ଷମା କରିଦିଅ ଭାଇ। ଜୟ ଧର୍ମରାଜଙ୍କର ଜୟ, ଜୟ ଧର୍ମରାଜଙ୍କର ଜୟ, ଜୟ ଧର୍ମରାଜଙ୍କର ଜୟ। ଆରେ ବନ୍ଧୁ ଜୟଦ୍ରଥ, ହଠାତ୍ ରାଜ୍ୟରେ ସବୁ କୁଶଳ ତ? ଅବଶ୍ୟ ଆଉ କୁଶଳ ଅଛନ୍ତି ପିତାମ୍ବର ଧୃତରାଷ୍ଟ୍ର। ଅବଶ୍ୟ ହସ୍ତିନାପୁରର ସମସ୍ତ କୁଶଳ ସର୍ବକୁଶଳ ମଧ୍ୟ ଆସିଅଛୁ ଆମେ ତୁମ୍ଭର ନିକଟେ। ବନ୍ଧୁରାଜ ଜୟଦ୍ରଥ ଭୀମସେନ, ଆରେ ପରେ କେଉଁ ଜଟିଳ ସମସ୍ୟା ପଡ଼ିଲା? তো মহামানী মান গোবিন্দ রাজা ধর্ষ তুমি জনে ভিণই হই এ দূত বেশ ধরি আসিছ। ভীমসেন, ছে 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 ভীমসেন, ଶୁଣ ରାଜନ ଶିବା କାରଣ, ଅତି ନାରାଜନ ମାନେ ଦୁର୍ଯୋଧନ, ଅତି ନାରାଜନ ମାନେ ଦୁର୍ଯୋଧନ, ପଠାଇଛି ତୁମ ରାଜା ଭୁବନ। ଶୁଣ সম্পর্ক বঢ়াই রাখিব টেক, ভাই ভাই র সম্পর্ক বঢ়াই রাখিব টেক। বসিব যে এক স্থান আনন্দ মন, শুণ পশা খেল খেলিব ইণ মেল, সাঙ্গ হই পশা খেল খেলিব ইণ মেল। ଆଉ ନଥିବ କନ୍ଦାଳ ସ୍ନେହ ବନ୍ଧନ, ଶୁଣ ନାହିଁ ଯାହାର କୁଟୁମ୍ବ ହୋଇଲେ ପର, ମମତାହୀନ ଭାଷଇ ଭାରତ ତ୍ରାଣ। ଶୁଣ ଶୁଣ ରାଜନ ଶିବା କାରଣ। হরি মহঙ্গ হল রে জয়দ্রথ। ভীমসেন, আরে তোমার এই কথারে, আচ্ছা আরে তোমার এই কথারে ভীষণ লড়ু খাইলা তৃতীয় পাণ্ডব ভীম। আরে তারপরে ভাবিছিল সদগ্রহে করিণ বিনাশ, একা কি হব এ হস্তিনার সম্রাট। আরে যুদ্ধ আমন্ত্রণ আনিছু তবে কহ
দেব নাহি কপট পোশাক খেল ভীমসেন আরে ভীমসেন ভাই 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 ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ କରିବାଟା ନୁହେଁ ଉଚିତର ଭୀମସେନ। ରାଜା ରାଜ୍ୟର ଆମୋଦ ରଖିବା ହେଉଛି ଆମର ପରମ ଧର୍ମ ଓ କର୍ତ୍ତବ୍ୟ। ও ভাই তুমি ବି ও না 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 মহামানী মান গোবিন্দ রাজা দুর্যোধনକୁ আচ্ছা। ବହୁତ ପୁଣ୍ୟ ସମ୍ମାନ ଏହା କେବେ ନ ପାରିବି ସହି। ତୁ ତାହେଲେ କଣ କରିପାରିବୁ ମୂର୍ଖ ଜୟଦ୍ରଥ କିଛି ନ କରି ପାରିଲେ ମଧ୍ୟ କିଛି ନ କରି ପାରିଲେ ମଧ୍ୟ ରାଗରେ ଜାଗ୍ରତ ହୁଏ ସର୍ବାଙ୍ଗ ମୋହର। ମୁଇଁ ମଧ୍ୟ ସ୍ୱୀକାର କରେ ତୁମର ଧର୍ମ। ପୁଣି ଅସମ୍ମାନ କରିବ ଆମର ଜ୍ୟେଷ୍ଠ ଭକ୍ତ ଧର୍ମରାଜକୁ। ଏ ଅର୍ଜୁନ ଭାଇ ଆରେ ଏ ଭୀମସେନ ଆରେ ଏହା ତୁମମାନଙ୍କର କ'ଣ ଶିକ୍ଷା ଦୀକ୍ଷା? ଆରେ ଏହା ତୁମମାନଙ୍କର କ'ଣ ଶିକ୍ଷା ଦୀକ୍ଷା? ଭାଇ ଜୟଦ୍ରଥ ଭାଇମାନଙ୍କ ଅପରାଧ ପାଇଁ ମୁଁ ତୋ ପାଖରେ କ୍ଷମା ପ୍ରାର୍ଥନା କରୁଛି। ଅବଶ୍ୟ ଚୁପ୍। ଭାଇର ଅର୍ଜୁନ ଭାଇ ଜୟଦ୍ରଥ ହେଉଛନ୍ତି ଆଜି ପାଇଁ ଆମ ପୁରର ସେ ଅତିଥି। ତେଣୁ ପ୍ରଥମେ ଅତିଥି ସତ୍କାର ଯଥାବିଧି କରିବାଟା ହେଉଛି ଆମର ପରମ ଧର୍ମ ଆଉ କର୍ତ୍ତବ୍ୟ। କଣ କହିଲ ଭାଇ ଜୟଗ୍ରତ ଅତିଥି ଆମ୍ଭରପୁରରେ? ହଁ ରେ ଅର୍ଜୁନ ଭାଇ ଜୟଦ୍ରଥ ହେଉଛନ୍ତି ଆଜି ଆମ ପୁରର ଅତିଥି। ଯାଓ ଭାଇ ଅର୍ଜୁନ ନେଇଯା ବନ୍ଧୁ ଜୟଦ୍ରଥେ ଯଥାବିଧି ସମ୍ମାନ କରି ପୁରର ମଧ୍ୟକୁ। ଆସ ଜୟଗ୍ରଥ ଯିବା ପୁରର ମଧ୍ୟକୁ। ତେବେ ଚାଲନ୍ତୁ ବନ୍ଧୁ ଝାଳକ ମହାଶୟ ଯିବା ପୁରର ମଧ୍ୟକୁ। ଆସ ବନ୍ଧୁ। ଆରେ ଚାଲ। ଭାଇ হে মূর্খ চোদ কথারে সতে কোন ଯିବା ଆମେ ହସ୍ତିନାକୁ ଟକେ ହଁ ରେ ଭାଇ ଭୀମସେନ ସେ ମହାମାନୀ ମାନଗୋବିନ୍ଦ ରାଜା ଦୁର୍ଯୋଧନ କଥା ରକ୍ଷା କରି ରାତ୍ର ଉଦ୍ଯାପନ ହେଲେ ସର୍ବେ ମିଶିଯିବା ସେହି ହସ୍ତିନା କଟକ। ଚାଲ ଭୀମସେନ। ନାଇଁ ନାଇଁ ଧର୍ମରାଜ ନାଇଁ। ଯାଜ୍ଞସିନୀ ମନ ପଳେଇ ଯାଉ ନାହିଁ ଦ୍ରୁତ କ୍ରୀଡ଼ା ପାଇଁ ସେଇ ହସ୍ତିନା କଟକେ। ଜାଣିନେ କାହିଁକି ମନଟା ମୋର ହୁଏ ଉଦ୍ବେଗ। ମନଟା ତୁମର ହୁଏ ଉଦ୍ବେଗ ହେଲେ କାହିଁକି ଯାଜ୍ଞସିନୀ? ପଇଁଚିଧାରିକ ମନ୍ଦିରକୁ ଯାଇ ଦେଖିଲି ସନ୍ଧ୍ୟାରେ ବଂଶୀଧାରିକ ମନ୍ଦିରେ ସନ୍ଧ୍ୟାରେ ଯାଇଥିବା କଣ ଦେଖିଲେ ଯାଜ୍ଞସିନୀ? ତାଙ୍କ ବଂଶୀ ଖଣ୍ଡକ ପଡି ଅଛି ତଳେ ବଂଶୀ ଖଣ୍ଡିକ ପଡି ଅଛି ତଳେ ଆଉ ହସ୍ତରେ କଣ ଧରିଛନ୍ତି ଜାଣ ସ୍ୱାମୀ? କଣ ଯାଜ୍ଞସିନୀ? ଗୋଟିଏ ହସ୍ତରେ ସୁଦର୍ଶନ ଚକ୍ର ଯାଜ୍ଞସିନୀ ଆଉ ଗୋଟିଏ ହସ୍ତରେ ଅଭିମନ୍ୟୁର କନ୍ୟା। ଯାଜ୍ଞସିନୀ ସ୍ୱାମୀ ଧାରିକ ମନ୍ଦିରେ ଯାଇ ଦେଖିଲ ଗୋଟିଏ ହସ୍ତରେ ସୁଦର୍ଶନ ଚକ୍ର ସ୍ୱାମୀ ଆଉ ଗୋଟିଏ ହସ୍ତରେ ଶିଶୁପୁତ୍ର ଅଭିମନ୍ୟୁର କଟା ଆଉ ତାପରେ କଣ ହେଲା ଯାଜ୍ଞସିନୀ? ଆଉ ତାପରେ କଣ ହେଲା ଯାଜ୍ଞସିନୀ? ଆଉ ତାପରେ କଣ ହେଲା? ସ୍ୱାମୀ ଯାଜ୍ଞସିନୀ ତାଙ୍କ ପାଦେ ପଡ଼ି କଲି ଗୁହାରି ଏ ରୂପକୁ ଛାଡ଼ ଭୟ ପାଇ। ହସି ହୃଷି କେଶ ଏହା କହିଲେ ଆଉ ପଇଁଷି
କେବେ ନହିବ ଅନ୍ୟଥା। ଭାଇ ଭାଇ ମଧ୍ୟ ହେଲେ ପୋଷା ଖେଳ ନିଶ୍ଚୟ ନିଶ୍ଚୟ ଭାଇ ନିଶ୍ଚୟ ସୃଷ୍ଟି ହୋଇବ ମହାଭାରତ ସମର। ହଁ ଭାଇ ନିଶ୍ଚୟ ସୃଷ୍ଟି ହୋଇବ ମହାଭାରତ ସମର। ନାର ଭୀମସେନ ଯେମିତି ସ୍ୱପ୍ନ ସହିତ ବାସ୍ତବରେ କିଛି ମୂଲ୍ୟ ନଥାଏ ଠିକ୍ ସେହିପରି ଭୀମସେନ ଏ ଯୁଦ୍ଧ ସହିତ ଏ ପଶା ଖେଳର କିଛି ବି ମୂଲ୍ୟ ନଥାଏ। ସ୍ୱାମୀ ଚାଲ ଭୀମସେନ ସେ ମହାମାନି ମାନଗୋବିନ୍ଦ ରାଜା ଦୁର୍ଯ୍ୟୋଧନ କଥା ରକ୍ଷା କରି ରାତ୍ର ଉଯାପନ ହେଲେ ସର୍ବ ମିଶିବା ସେହି ହସ୍ତିନାପୁର। ଚାଲ ଭାଇ ତୁମରି ନିର୍ଦ୍ଦେଶ ଚାଲନ୍ତୁ ଭାଇ। ନମାନି ବାରଣ ଚାଲିଗଲେ ପଞ୍ଚପତି ମୋର ଦ୍ରୁତ କ୍ରୀଡ଼ା ପାଇ ମନେ ମୋର ଜାଗୁଛି ସନ୍ଦେହ କାଳେ କିଛି ହେବ ଘଟଣା। କଣ କରିବି ହେ ଭଗବାନ ଶ୍ରୀକୃଷ୍ଣ ମୁରାରୀ ତୁମେ ରକ୍ଷା କର ଠାକୁରେ তুমি আসি রক্ষা করব পঞ্চ সিন্দুর ঠাকুরে তুমি আসি রক্ষা করব পঞ্চ সিন্দুর পঞ্চ সিন্দুর পঞ্চ সিন্দুর